ତା ଛଡ଼ା ଚିକିତ୍ସା କରିବା ତ ଡକ୍ଟର ଧର୍ମ। ମୁଁ ରଖିବି କ'ଣ ପାଇଁ ଯେ? ଆରେ ନାଇଁ ନାଇଁ, ଧନ୍ୟବାଦ ଦେବା କଥା ଯଦି ଆପଣ ଈଶ୍ୱରଙ୍କୁ ଦିଅନ୍ତୁ, ସିଏ ଆପଣଙ୍କୁ ଦୃଷ୍ଟି ଶକ୍ତି ଫେରେଇ ଦେଇଛନ୍ତି। ଡକ୍ଟର ବାବୁ ପ୍ରଣାମ। ତମକୁ ତ ମୁଁ ଡିସଚାର୍ଜ କରିଦେଇଛି, ତମେ ଯାଇନ, କ'ଣ କିଛି ପ୍ରୋବ୍ଲେମ୍ ହେଇଛି କି? ନାଇଁ ଆଜ୍ଞା, ସେମିତି କିଛି ଅସୁବିଧା ନାହିଁ। କାଉଣ୍ଟରକୁ ଯାଇଥିଲୁ ପେମେଣ୍ଟ ଦେବା ପାଇଁ, ଅଥଚ କାଉଣ୍ଟରରେ କିଛି ପେମେଣ୍ଟ ଗ୍ରହଣ କରୁନାହାନ୍ତି। ତାହେଲେ ତମ ପେମେଣ୍ଟଟା ବୋଧେ ହେଇସାରିଛି, ସେଥିପାଇଁ ତମ ଡିସଚାର୍ଜ ପେପର ରେଡି କରାଗଲା। ହେଲେ ଆମର କିଛି ବି ଟଙ୍କା ଦେଇନି। ଆରେ ତମେ ଟଙ୍କା ନଦେଲେ କ'ଣ ହେଲା? ତମ ପାଇଁ ଆଉ କୋଉ ଲୋକ ବୋଧେ ଟଙ୍କା ପେମେଣ୍ଟ କରିଦେଇଛନ୍ତି। ହେଲେ ଏତେ ଗୁଡ଼ିଏ ଟଙ୍କା? ଆରେ ଟଙ୍କାର ପରିମାଣ କିଛି ବଡ଼ କଥା ନୁହେଁ, ପ୍ରକୃତ କଥା ହଉଛି ସାହାଯ୍ୟ କରିବାର ମନୋବୃତ୍ତି। ହେଲେ ଏତେ ବଡ଼ ସାହାଯ୍ୟ ଗ୍ରହଣ କରିବା ପାଇଁ ବହୁତ କଷ୍ଟ ହଉଛି। କଷ୍ଟ ହଉଛି ହେଲେ କାହିଁକି? ମୋ ନର୍ସିଂ ହୋମରେ ତ ମୁଁ ଏମିତି ଅନେକ ଲୋକଙ୍କୁ ଚିକିତ୍ସା କରିବା ସହିତ ଅର୍ଥର ସାହାଯ୍ୟ କରୁଛି। ସେମାନେ ତ ମନ କଷ୍ଟ କରିନାହାନ୍ତି, ବରଂ ଖୁସି ମନରେ ଘରକୁ ପଳେଇଛନ୍ତି। କିନ୍ତୁ ଆପଣ ତ ଆମର ବନ୍ଧୁବାନ୍ଧବ କି ସମ୍ପର୍କ କିଛି ବି ନୁହନ୍ତି। ଓହୋ, କଥାଟା ତାହେଲେ ସେଇଠି। ଯଦି ସେମିତି ଭାବୁଛ ସବୁଦିନ ପାଇଁ ନିଜର କରିନିଅ ନା। ଡାକ୍ତର ମାନଙ୍କୁ ଭଗବାନ ପରି ବିବେଚନା କରିଛ। ଭଗବାନଙ୍କ ଅନୁଗ୍ରହ ଆମେ ଯେତେବେଳେ ପାଇଲୁ, ନିଜର କରିବାର ଅଧିକାର ଆମେ କୋଉଠୁ ପାଇବୁ ବାବୁ? ସେମିତି କୁହନ୍ତୁନି, ଆପଣଙ୍କ ଝିଅର ଚିକିତ୍ସା ମୁଁ କରିନି, ବରଂ କରିଛି ମୋ ଭଉଣୀ ସ୍ୱର୍ଣ୍ଣ। ଯଦି କୃତଜ୍ଞତା ଦେବାର ଅଛି ଆପଣ ମୋ ଭଉଣୀକୁ ଦିଅନ୍ତୁ। ଆପଣଙ୍କ ସାମ୍ନାରେ ମୁଁ ତ ସାଧାରଣ ମଣିଷ। ନାଇଁ ବାବୁ, ନାଇଁ, ଆପଣ କାହା ପାଇଁ ସାଧାରଣ ମଣିଷ ହେଇପାରନ୍ତି ବାବୁ, ହେଲେ ଆମ ପାଇଁ ହଉଛନ୍ତି ଆପଣ ସାକ୍ଷାତ ନର ରୂପୀ ନାରାୟଣ। ଆପଣ ସେମିତି ତ ମୋତେ ଲଜ୍ଜା ଦିଅନ୍ତୁନି। କାବେରୀ ମୋର ଗୋଟେ ପରିଚିତ ମଣିଷ, ତା ବିଷୟରେ ତମେ ସବୁ ଜାଣିସାରିଛି। ଏମିତିରେ ବି ମୁଁ ନର୍ସିଂ ହୋମରେ ପର ଡେ ଲକ୍ଷ ଲକ୍ଷ ଟଙ୍କା ଇନକମ୍ ହୁଏ, କିନ୍ତୁ ରୋଗୀ ପଛରେ ଯେତିକି ଟଙ୍କା ଲାଗିଥାଏ ମୁଁ କେବଳ ସେତିକି ଟଙ୍କା ଲାଗିଥାଏ। କିନ୍ତୁ ଆମଠାରୁ ଆପଣ କିଛି ବି ଟଙ୍କା ଗ୍ରହଣ କରିନାହାନ୍ତି। ଆରେ ମୁଁ ନ ନେଲେ କ'ଣ ହେଲା? ଆପଣଙ୍କ ମେଡିସିନ ପାଇଁ ଯେତେ ସବୁ ଟଙ୍କା ଖର୍ଚ୍ଚ ହେଇଛି ତାକୁ ତ କୋଉ ଲେଖା ଦେଇ ଦେଇଛନ୍ତି। ଆଉ ବାକି ରହିଲା ନର୍ସିଂ ହୋମ ଖର୍ଚ୍ଚ ଆଉ ଡକ୍ଟର ଫିସ୍। ନର୍ସିଂ ହୋମ ତ ମୋ ନିଜର, ଆଉ ମୁଁ କ'ଣ ନେବି ଯେ? ଆଉ ବାକି ରହିଲା ଡକ୍ଟର ଫିସ୍। ସ୍ୱର୍ଣ୍ଣ ମୋ ଭଉଣୀ, ଆଉ ସେ କଥା ମୋଠୁ ପଇସା ନେବ? ଦେଖ, କାବେରୀ ହେଉଛି ମୋର ଗୋଟେ ଖାସ୍ ପେସେଣ୍ଟ, ସେଥିପାଇଁ ମୁଁ ଆପଣମାନଙ୍କୁ କିଛି ସାହାଯ୍ୟ କରିଛି। ଆଉ ଏଥିରେ ଆପଣମାନେ ମୋତେ ଦେବତା ଆସନରୁ ମଣିଷ ଆସନ ବସୁଥିବା କ'ଣ ଠିକ୍ ହଉଛି? ଆପଣ ଦେବତା ହେଇ ବସି ସାରିଲେଣି ଯେତେବେଳେ ଆମେ କ'ଣ ଚାହିଁଲେ ତାକୁ କାଢ଼ି ଦେଇପାରିବୁ? ତା ଛଡ଼ା ଆପଣଙ୍କ ଭଳି ଦେବତା ଆଜିକାଲି ଯୁଗରେ ମିଳିବା ବହୁତ କଷ୍ଟ। ଏ ସ୍ୱାର୍ଥପର ଦୁନିଆରେ କିଏ କାହାକୁ ପଚାରେ? ଆପଣଙ୍କୁ ଆମେ କେବେ କାଢ଼ି ଦେଇପାରିବୁ? ନାଇଁ କାବେରୀ ନାଇଁ, ସେମିତି ନୁହଁ। ଏଠି ଯାହା ବି ଭଲ ମନ୍ଦ ସୁଖ ଦୁଃଖ ସବୁ ହୁଏ, ସବୁ ସେ ଭଗବାନଙ୍କ ନିର୍ଦ୍ଦେଶ ହୁଏ। ଆଉ ଏଠି ଯାହା ବି ମୁଁ ସବୁ କରିଛି ସବୁ ସେ ଭଗବାନଙ୍କ ନିର୍ଦ୍ଦେଶ କରିଛି। ତେଣୁ ତମେ ମାନେ ତାକୁ ଭଗବାନଙ୍କ ନିର୍ଦ୍ଦେଶ ଭାବି ଖୁସି ମନରେ ଘରକୁ ଚାଲିଯାଅ। ଦେଖ, ଯଦି ତମେ କିଛି ଖରାପ ନ ଭାବିବ ତାହେଲେ ମୁଁ ଡାକ୍ତରବାବୁଙ୍କ ସାଙ୍ଗରେ ଟିକେ କଥା ହେବାକୁ ଚାହୁଁଛି। ଡାକ୍ତରବାବୁ, ଯଦି ଆପଣଙ୍କର କିଛି ଆପତ୍ତି ନଥାଏ ତାହେଲେ ମୁଁ ଆପଣଙ୍କ ସାଙ୍ଗରେ ଟିକେ କଥା ହେବାକୁ। ଓହୋ କାବେରୀ, ତମେ ହବ, ତମେ ମୋ ସହିତ କଥା ହେବା ପାଇଁ ପରମିଶନ ମାଗୁଛ? ତମକୁ ଟିକେ ଖରାପ ଲାଗୁନି? ନାଇଁ ନାଇଁ, କଥା କ'ଣ କି, ଆପଣ ବହୁତ ମିଛି ଲୋକ ତ, ସେଇଥିପାଇଁ। ହଉ ହଉ ହେଲା, ତମ ପାଇଁ ଏବେ ମୁଁ ପୁରା ଫ୍ରି ଅଛି। କ'ଣ କହିବାର ଅଛି କୁହ? ବାପା, ତମେ କିଛି ଭିତରେ ବୁଝ, ମୁଁ ଡାକ୍ତରବାବୁଙ୍କ ସହିତ ଟିକେ ନିରୋଳାରେ କଥା ହେବାକୁ ଚାହୁଁଛି। ଠିକ ଅଛି ମା, ମୁଁ ସେ ବାହାରେ ବସିଛି, ଡାକ୍ତରଙ୍କ ସହିତ କଥା ହେଇକି ଆସୁଛି ଡାକ୍ତର ବାବୁ। ଆଜ୍ଞା, ମୁଁ ବି ଆସିଛି ଡକ୍ଟର ବାବୁ। ଆଜି ଗରିବକୁ ଆପଣ ଋଣୀ କରିଦେଲେ। ମୋ କ୍ଷଣିକ ରୋଜଗାର ଭିତରେ କାବେରୀର ଚିକିତ୍ସା କରିବା ମୋ ପାଇଁ ବହୁତ କଷ୍ଟକର ହୋଇପଡ଼ିଥିଲା। ଘରଟିଏ ଖଣ୍ଡକ ବନ୍ଧ ପକାଇ 2 ଲକ୍ଷ ଟଙ୍କା ଆଣିଥିଲି ପେମେଣ୍ଟ ଦେବା ପାଇଁ, କିନ୍ତୁ ଆପଣଙ୍କ ସାହାଯ୍ୟ ପାଇଁ ଏ ଘରଟିଏ ଖଣ୍ଡକ ବନ୍ଧକରୁ ମୁକ୍ତି କରିପାରିବି। ୟା ଛଡ଼ା ଖୁସି ମୋ ଜୀବନରେ ଆଉ କିଛି ନାହିଁ। ତା ପ୍ରତିବଦଳରେ ମୁଁ ତ ଆପଣଙ୍କୁ କିଛି ଦେଇପାରିବିନି, ଖାଲି କି ଏତିକି ଦେବି ଆପଣଙ୍କ ପାଦ ତଳେ। ଆରେ ଖୁସି ମନରେ ଘରକୁ ଯାଅ, ଯାଅ। କାବେରୀ, ତମ ଭାଇଟା ନା ବହୁତ ଇମୋସନାଲ। ଆପଣଙ୍କ ପରି ଦେବତୁଲ୍ୟ ମଣିଷଙ୍କ ପାଖରେ ଆମ ପରି ଗରିବ ଲୋକମାନେ ଇମୋସନାଲ ହେଇଥିବା ସ୍ୱାଭାବିକ କଥା। ଓହୋ କାବେରୀ, ତମେ ବି ଶେଷରେ? ହଉ ଛାଡ଼ ସେ କଥା, କ'ଣ କହିବ ବୋଲି କହୁଥିଲ ପରା, କୁହ ଏବେ। ସେଇ କଥା ଭାବୁଛି, କେମିତି କହିବି
ଆଉ କୋଉଠୁ ଆରମ୍ଭ କରିବି? ମୁଁ କିନ୍ତୁ ତମକୁ ଗୋଟେ କଥା କହିବା ପାଇଁ ବହୁତ ଦିନ ହେଲା ଭାବିଥିଲି କିନ୍ତୁ କହିପାରୁନଥିଲି। ଆଜି ତମେ ବି ମତେ ସେ ସୁଯୋଗ ଦେଇଥିବାରୁ ତମକୁ ବି ଧନ୍ୟବାଦ। ଆପଣ ମୋ ସହିତ ଏକାନ୍ତରେ କି କଥା ହେବେ? ଆରେ ନାଇଁ ନାଇଁ, ପ୍ରଥମେ ଆପଣ କୁହନ୍ତୁ ତାପରେ ମୁଁ କହିବି। ନାଇଁ ନାଇଁ, ପ୍ରଥମେ ଆପଣ କୁହନ୍ତୁ, ତାପରେ ମୁଁ ଯାଇ କହିବି। ଆଚ୍ଛା, ତମେ ଏମିତି ଆପଣ ବୋଲି କାହିଁ କହୁଛ ମତେ? ଏଥିରେ କ୍ଷତି କଣ? ଆପଣ ଏମିତିରେ ମୋ ଠାରୁ ବୟସରେ ବଡ। କଲେଜରେ ପଢୁଥିଲା ବେଳେ ଆପଣ ମୋ ଠାରୁ ଗୋଟାଏ ବର୍ଷ ସିନିୟର ଥିଲେ। ତା ଛଡା ଏ ହସ୍ପିଟାଲରେ ଓନର ଆପଣ ଜଣେ ଆଖି ଡକ୍ଟର। ତେଣୁ ଆପଣ ଆପଣର ସମ୍ମାନ ପାଇବାକୁ ଯୋଗ୍ୟ। କିନ୍ତୁ ମୁଁ ତମ ପାଖରୁ ତମେ ଶୁଣିବାକୁ ଚାହେଁ। ଆପଣର ମଣିଷ ମାନଙ୍କୁ ଆପଣ ଛଡା ତମେ କୁହନ୍ତି। ମୁଁ କଣ ଆପଣଙ୍କର ନିଜର ଯେ ଆପଣ ମତେ ତମେ କହିବେ? ତମେ ମୋ ପାଖରୁ ଆହୁରି ନିଜର। ବାସ୍ ଏଇ ଗୋଟିଏ କଥା କହିବି ବୋଲି ଭାବିଥିଲି, ମାତ୍ର କହିପାରୁନଥିଲି। ମୁଁ କିନ୍ତୁ ସେଇ କଥାଟା ଏବେ ଆପଣଙ୍କ ଠାରୁ ଶୁଣିବାକୁ ଚାହେଁ। ଆରେ କାହିଁକି କଲେଜ ଲାଇଫରେ କେଜାଣି ତମ ପ୍ରତି ମୋର ଦୁର୍ବଳତା ଆସିଥିଲା। ମନେ ମନେ ମୁଁ ତମକୁ ବହୁତ ଭଲ ପାଇ ବସିଥିଲି, ମାତ୍ର କେବେ ମୁହଁ ଖୋଲି କହିପାରିଲିନି। ମନେ ମନେ ତମକୁ ଘର ସଂସାର କରିବି ବୋଲି ଭାବି ସାରିଥିଲି, ମାତ୍ର କେବେ କରିପାରିଲିନି। କିନ୍ତୁ ତମେ ଶୁଭେନ୍ଦୁ ସାମନ୍ତରାୟକୁ ମ୍ୟାରେଜ କଲା ପରେ ମୋର ସବୁ ଆଶା ଆଶାରେ ରହିଗଲା। ତାମାନେ ଆପଣଙ୍କର ଏ ଯାଇ ବାହା ହେଇନାହାନ୍ତି? ନା, ଏପର୍ଯ୍ୟନ୍ତ କରିନି। ଡାକ୍ତର ବାବୁ କଣ କହୁଛନ୍ତି ଆପଣ? ଇଏ କି ପାଗଳାମି? କଣ ଅଭାବ ଅଛି ଆପଣଙ୍କର? ଟଙ୍କା ପଇସା ଧନ ସମ୍ପତ୍ତି ଶିକ୍ଷା ଦୀକ୍ଷା ଏଥିରେ କୋଉଥିରେ ଆପଣଙ୍କର ଅଭାବ ନାହିଁ। ରାଜାକୁ ଖଜା ଅଭାବ ହବ ନା ଆପଣଙ୍କ ପରି ମଣିଷକୁ କନିଆ ଅଭାବ ହବ ଯେ ଆପଣ ବାହା ହେଇନାହାନ୍ତି? ଭାବିନି। ଶୁଣ, ଝିଅଟେ ଖୋଜି ପାଇଲି। ଆପଣ ଚାହିଁଲେ ମୋ ଠାରୁ କେତେ ସୁନ୍ଦରୀ ଝିଅ ଆପଣଙ୍କୁ କହିବେ। ଆପଣ ବାହା ହବାକୁ ରାଜି ହେଇଯାଆନ୍ତୁ। ଛାଡ଼ ସେ କଥା। ତମେ କଣ କହିବ ବୋଲି କହୁଥିଲ? ଆପଣ ତ ମୋ ପରିସ୍ଥିତି ବିଷୟରେ ସବୁ ଜାଣିଛନ୍ତି। ଘରେ ଆମେ 3 ଜଣ ମଣିଷ, ବାପା ଭାଇ ଆଉ ମୁଁ। ଗରିବ ସଂସାର, ଏମିତିରେ ଭାଇଟା ବାହା ହେଇନି। ଆଜି ନହେଲେ କାଲି ସେ ବାହା ହବ। ଏ ଉନ୍ନତ ସଂସାର ଭିତରେ ଆମ ପରିବାରଟା କେମିତି ଚଳିବ ମୁଁ ସେ କଥା ଭାବୁଛି। ତା ଭିତରେ ମୁଁ ସେମାନଙ୍କ ମୁଣ୍ଡ ଉପରେ ପଛ ହୋଇ ରହିବାକୁ ଚାହୁଁନି। ତାହେଲେ ତମେ କଣ କରିବ ବୋଲି ଭାବିଛି ଚାକିରି ଖଣ୍ଡେ କରିବି। 3 ଜାଗାର ନିରାଶ ହେଇ ଫେରି ଆସିଲିଣି। କିନ୍ତୁ ଆପଣ ଯଦି ମତେ ଟିକେ ସାହାଯ୍ୟ କରନ୍ତେ। ହଁ ନିଶ୍ଚୟ କହିଦେବି। ସନ୍ଧ୍ୟା ବାବୁ, ଆପଣ ଯଦି ଆପଣଙ୍କ ନର୍ସିଂହୋମରେ ମତେ ଚାକିରି ଖଣ୍ଡେ ଦିଅନ୍ତେ, ତାହେଲେ ମୁଁ ସାରା ଜୀବନ ଆପଣଙ୍କ ପାଖରେ ଋଣୀ ହେଇ ରହିଥାନ୍ତି। କୁହନ୍ତୁ, ଆପଣ ନର୍ସିଂହୋମରେ ମତେ ଖଣ୍ଡେ ଚାକିରି ଦେବେ ନା? ନିଶ୍ଚୟ, କାହିଁକି ନୁହଁ? କିନ୍ତୁ ମୋ ନର୍ସିଂହୋମରେ ନୁହଁ, ଆଉ କୋଉଠି? ମୋ ଜୀବନରେ। ଆପଣ କଣ କହୁଛନ୍ତି? ମୁଁ ଆପଣଙ୍କ କଥା କିଛି ବି ବୁଝିପାରୁନି। ଆରେ ତମେ ପୁଣି ଚାହିଁଲେ ଶଙ୍ଖା ସିନ୍ଦୁର ପିନ୍ଧି ସଂସାର କରିପାରିବ। ମୁଁ ଏବେ ବି ତମକୁ ପୂର୍ବ ଭଳି ଚାହେଁ। ମୁଁ ତମକୁ ବାହା ହେବା ପାଇଁ ରାଜି ଅଛି। କିନ୍ତୁ ସନ୍ଧ୍ୟା ବାବୁ, ଆରେ ତମେ ଆଉ ଜଣଙ୍କ ପରିତ୍ୟକ୍ତା ପତ୍ନୀ ହେଇସାରିଲା ପରେ ଆଉ ସେଇ ଶୁଭେନ୍ଦୁ ସାମନ୍ତରାୟ ଦ୍ୱିତୀୟ ବିବାହ କରିସାରିଛି। ଆଉ ଏଇ ସମୟରେ ତମେ ଯଦି ତାଙ୍କ ପାଖକୁ ଫେରିଯିବ ବୋଲି ଭାବିଛ, ଏଇଟା ନିହାତି ଗୋଟେ ମୂର୍ଖାମିର ପରିଚୟ। ଦେଖ, ମୁଁ ଯେମିତି ତମର ପସନ୍ଦ ନୁହେଁ, ତମେ ପସନ୍ଦର ବାହା ହେଇଯାଅ। ମାତ୍ର ଯେତେ ଜଲ୍ଦି ହବ ସେତେ ଜଲ୍ଦି ବାହା ହେଇଯାଅ। ଦେଖନ୍ତୁ, ଦ୍ୱିତୀୟ ବିବାହ କଥା ମୁଁ କେବେ ମନକୁ ଆଣିନି। ତାଛଡ଼ା ଆପଣ ମତେ ସତ କହିଲେ? ସତରେ କଣ ଆପଣ ମତେ ବାହା ହେବାକୁ ଚାହୁଁଛନ୍ତି? ଆରେ ମୋ ଜୀବନ ତ ନିଦାକ ସତ କଥା ମୁଁ ତମକୁ ସବୁ କହିସାରିଛି, ଆଉ କଣ କହିବି? ମୁଁ ଅନ୍ୟ ଜଣଙ୍କର ପରିତ୍ୟକ୍ତା ପତ୍ନୀ। ମୋ ପ୍ରତି ଆପଣଙ୍କ ମନରେ କେବେ ଘୃଣା ଆସିବନି? କଲେଜ ଲାଇଫରେ ଯୋଉ ଭଲ ପାଇବା, ଯୋଉ ପ୍ରେମ ଆପଣ ମତେ କରୁଥିଲେ, ସାରା ଜୀବନ ଆପଣଙ୍କର ମତେ ସେମିତି ପ୍ରେମ କରିପାରିବେ? ଆରେ କରିବି କଣ, ଏବେ ବି କରୁଛି, ଆଗକୁ ବି କରୁଥିବି। ଦେଖ, ତମେ ମତେ ବାହା ହବ ବୋଲି କହୁଛ ଯଦି ବାହା ହେଇଛ, କିନ୍ତୁ ମୁଁ ମନା କରୁନି। ଯେତେ ଜଲ୍ଦି ବାହା ହେଇଯିବ ସେତେ ଜଲ୍ଦି ଭଲ। ଯଦି ଇଚ୍ଛା ଅଛି ତାହେଲେ କୁହ। ଦେଖନ୍ତୁ ସୁମନ ବାବୁ, ବାହା ହବାର ଇଚ୍ଛା ମୁଁ ଏବେ ମନକୁ ଆଣିନି। ମତେ ଆଉ କିଛି ଦିନ ସମୟ ଦିଅନ୍ତୁ, ମୁଁ ତାପରେ ଆପଣଙ୍କୁ ଜଣେଇବି। ଆରେ ମୁଁ ତମ ତରଫରୁ ହଉନି। ଏତେ କଷ୍ଟ ଯନ୍ତ୍ରଣା ସହି ସାରିଲେଣି, ଆଉ କିଛି ଦିନ ସହିବାର ଅସୁବିଧା କଣ? କିନ୍ତୁ ପରେ ଯଦି ମୁଁ ଆପଣଙ୍କୁ ବାହା ହେବାକୁ ମନା କରିଦିଏ, ତାହେଲେ ଆପଣ କଣ ଭବିଷ୍ୟତରେ କେବେ ବାହା ହେବେନି? ଆରେ ଭବିଷ୍ୟତ କିଏ ଦେଖିଛି ନା ତା ଗ୍ୟାରେଣ୍ଟି କିଏ ଦେଇଛି? ମୁଁ ତ ତମକୁ ମୋ ଜୀବନର ସବୁ ସତ କଥା କହିଦେଇଛି। ଆଉ ଏବେ ଯାହା ହବ ସବୁ ସେଇ ସମୟର ଫେସଲା ନବ। ହଉ, ତମେ ମୋ କଥା ଛାଡ଼। ତମେ ଏବେ ଘରକୁ ଯାଅ, ଗୋଟେ ସପ୍ତାହ ରେଷ୍ଟ ନେଇ ମୋ ନର୍ସିଂହୋମରେ ଜଏନ୍ କରିବ, ଆଉ ମୋ କେୟାର ଟେକର ଭାବରେ। ନାଇଁ ନାଇଁ, ମୁଁ ଆପଣଙ୍କ ନର୍ସିଂହୋମରେ ଆଉ ଚାକିରି କରିପାରିବିନି। କାହିଁକି? କାହିଁକି ନା ମୁଁ ତ ଏଠିକି ଭିକାରୁଣୀ ସାଜି ଆସିଥିଲି ଆପଣଙ୍କ ଠାରୁ କିଛି ଭିକ ମାଗିବା ପାଇଁ। ହେଲେ ଆପଣ ତ